ଶୁଭନଗର ନମସ୍କାର। ନମସ୍କାର। ହଁ କୁହନ୍ତୁ। ଆପଣ ମୁଁ ତ 24 କରିଥିଲି, ଆପଣ କଣ 25 ପକେଇଦେଲେ? 25 ବୁଝିପାରିଲିନି। ମୁଁ ତ 24 ଆପ୍ଲାଏ କରିଥିଲି ନା। ନା ନମ୍ବରିଂ ଏବେ ହେଲା ନା। 8 ମାସ ପରେ ନମ୍ବର ହେଲା। ନା ନା ତାଙ୍କ ନମ୍ବର ସାର୍ ଯେବେ ଆପଣ ଦେଖିନଥିଲେ, ଏବେ ଯେବେ ଦେଖିଲେ, ଧର ମୁଁ ତ ଜଏନ୍ କଲି 25 ସେଥିରେ 24 ତ ମୋର ବି କିଛି ସମ୍ପର୍କ ନାହିଁ, ବୁଝିପାରିଲେ। ଫାଷ୍ଟ କଥା। ଦ୍ୱିତୀୟ କଥା, ଆପଣ କହିଲେ ମୋ କେସ୍ ରେକର୍ଡ ପୁଟଅପ୍ କରନ୍ତୁ, ଆପଣ କେସ୍ ରେକର୍ଡ ପୁଟଅପ୍ କଲେ। ମୁଁ ତ ଆପଣଙ୍କୁ କହିନି, ମୁଁ କହିନି 24 ଆପ୍ଲାଏ କରିଛି, ଯେହେତୁ ସାର୍ କହିକି ପଳେଇଲେ ଛୁଟିର ଟ୍ରେନିଂ ର। ଆପଣ ସେଇଟା କଣ କରନ୍ତୁ, 24 କହିଥିଲେ ତ। କିଛି ସମ୍ପର୍କ ନାହିଁ, ଆପଣଙ୍କ କେସ୍ ନମ୍ବର ପାଇବେ, ଆପଣଙ୍କର ଯାହା ଅଛି ନେବେ, ସେଥିରେ 24 ତ ସମ୍ପର୍କ କଣ ଆପଣଙ୍କର? ଆରେ ମୁଁ ଆପ୍ଲାଏ ଟା କରିଛି 8 ମାସ ହେଲା। ଶୁଣନ୍ତୁ, ମୁଁ ତ ଜାଣିନି 24 କଥା, ମୁଁ 25 ଜଏନ୍ କରିଛି। ଆପଣ କଣ ମୁଁ ଆପ୍ଲାଏ କରିନି, ଯୋଉଟା ଆପ୍ଲାଏ ନମ୍ବର ଟା ନଥିବ କି? ମୁଁ ଯୋଉଟା କିଛି ନାହିଁ ସେଥିରେ। ଆମ କେସ୍ ଅନଲାଇନ୍ ଇନଷ୍ଟିଚ୍ୟୁଟ୍ ହୁଏ କେସ୍। ଅନଲାଇନ୍ ତ ଆପଣ ମୁଁ ଇନଷ୍ଟିଚ୍ୟୁଟ୍ କଲି ଅନଲାଇନ୍ କେସ୍, ଆପଣଙ୍କୁ ଆପଣ କେସ୍ ନମ୍ବର ଅନଲାଇନ୍ ତ ସାର୍ ଲେଖିଛନ୍ତି, ସାର୍ ତ ଲେଖିଛନ୍ତି 24 ର। କଣ ଲେଖି ସାର୍? ମୁଁ ତ କିଛି ଲେଖିନାହାନ୍ତି ସାର୍। ସବ୍ କଲେକ୍ଟର ଲେଖିନାହାନ୍ତି। ସବ୍ ସହିତ ସମ୍ପର୍କ କଣ? ଆପଣଙ୍କ କେସ୍ ରେକର୍ଡ ଯେତେବେଳେ ତହସିଲକୁ ଆସିବ, ତହସିଲ କେସ୍ ରେକର୍ଡ ମୁଁ ତହସିଲ ଯାଇନି, ଯେହେତୁ ସବ୍ କଲେକ୍ଟର କହିଥିଲେ ଯେ ସେଇଟା ହଉଛି ଯୋଉଟା ସେଠି ତହସିଲ କି କଲେକ୍ଟର ସବ୍ ସହିତ ସମ୍ପର୍କ ନାହିଁ। ଆପଣ ଯାହା କେସ୍ ରେକର୍ଡ ଦେଲେ, କେସ୍ ରେକର୍ଡ ମୁଁ ତ କେସ୍ ରେକର୍ଡ ଦେଇନି ନା ଆପଣଙ୍କୁ। ଆମ ପାଖରେ ଯାହା କେସ୍ ରେକର୍ଡ ଅଛି, ମୁଁ ଆପଣଙ୍କୁ ତ ଦେଇନି କେସ୍ ରେକର୍ଡ ନା। ହ୍ୟାଣ୍ଡ ଓଭର ମତେ, ହଁ, ଯିଏ ଆପଣ ପ୍ରିଭିୟସ୍ ଯାହାକୁ ଦେଇଥିଲେ ସେ ମତେ ହ୍ୟାଣ୍ଡ ଓଭର କରିଥିଲେ। ପ୍ରିଭିୟସ୍ ତ ଗଲାଣି 4 ମାସ ହେଲା ଗଲାଣି ପ୍ରିଭିୟସ୍। ହଁ ସେ ମୁଁ 25 ଜଏନ୍ କଲି, ମୋ ପାଖରେ ଯୋଉ କେସ୍ ରେକର୍ଡ ଆସିଲା ସେଇ କେସ୍ ରେକର୍ଡ ଅନୁସାରେ ମୁଁ ସାର୍ଙ୍କୁ ପୁଟଅପ୍ କରେଇଲି। ସାର୍ ମନା କଲି, ଆପଣଙ୍କୁ କହୁଛି ନା, ଆପଣଙ୍କୁ କିଛି ତ କହୁନି ନା। ମୁଁ କହିବା କଥା, ଯେହେତୁ ଯାହାଙ୍କ ପାଖରେ ଯିଏ ରିସିଭ୍ କଲେ। ଶୁଣନ୍ତୁ, ଆପଣଙ୍କର 24-25 ସମ୍ପର୍କ ନାହିଁ। ଆପଣଙ୍କର କେସ୍ ନମ୍ବର ଯେବେ ହେଲା, କେସ୍ ନମ୍ବରରେ ଆପଣଙ୍କର ଷ୍ଟାଟସ୍ କଣ ଅଛି? କେମିତି କରିବେ ଆପଣ? କେସ୍ ନମ୍ବର ମୁଁ 24 8 ମାସ ପୂର୍ବରୁ ଆପଣ 3 ଦିନ ଦେଇଦେବେ ନା। 3 ଦିନ କଣ? ମୁଁ ଆପଣଙ୍କ କେସ୍ ରେକର୍ଡ ପୁଟଅପ୍ ହେଲା, 3 ଦିନ ସବୁ ହୁଏ ନା। ଆଉ କେତେ ଦିନ ହୁଏ? ହଉ ଦେଖିବା, ଆପଣ ତ ଅଛନ୍ତି, ଆଉ ମୁଁ ଆପଣ ସାର୍ କଣ, ଆପଣ ତ ଅଛନ୍ତି, କିଛି ଅସୁବିଧା ନାହିଁ। ମାଧବପୁର ପଢୁଛନ୍ତି, ମାଧବ ଭଳିଆ ହେବେ ଆଉ। ହଉ ଠିକ ଅଛି। ଆଜ୍ଞା। ହଉ ଠିକ ଅଛି।